ଯେତେବେଳେ 40 ଜଣ ମୌଲବୀଙ୍କୁ ପରାସ୍ତ କରିନେଲେ, ଦାଢ଼ି ଯାଇ ବାଦଶାହଙ୍କର ପାଦରେ ପଡ଼ିଛି। ମୌଲବୀମାନେ ନତମସ୍ତକ। ତାଙ୍କର ମୌନ ସ୍ଥିରତ୍ୱ ନୁହଁ, ଗ୍ଳାନିରେ ତାଙ୍କ ମୁଖ ବିଷଣ୍ଣ ବଦନ ହେଇଯାଇଛି। ରାଜା ପଚାରିଲେ, କ'ଣ ହେଲା? ନା, ପଣ୍ଡିତଙ୍କ ପାଖରୁ ପରାସ୍ତ ହେଇକରି ଆସିଛନ୍ତି ମୌଲବୀମାନେ। ଖବର ପହଞ୍ଚିଲା ପରେ କହିଲେ, କେତେ ବଡ଼ ବିଦ୍ୱାନ, ଏକା ସହିତ 40 ଜଣଙ୍କୁ ପରାସ୍ତ କରିଦେଲେ। ସେ ପଣ୍ଡିତ ତ ମୁଗଲ ରାଜସଭାରେ ରହିବା କଥା। ଖବର ଦିଆହେଲା ଚନ୍ଦ୍ରଦେବଙ୍କୁ, ଆପଣଙ୍କର ସଭାର ଯେ ମୌଡ଼ମଣି ପଣ୍ଡିତ ଜଗନ୍ନାଥ ଶାସ୍ତ୍ରୀ, ତାଙ୍କୁ ମୁଗଲ ବାଦଶାହ ଅନୁରୋଧ କରିଛନ୍ତି, ଆପଣ ତାଙ୍କୁ ଦିଲ୍ଲୀ ପଠାନ୍ତୁ। ଇଚ୍ଛା ନଥିଲେ ମଧ୍ୟ ମନା କରିବାର ସାମର୍ଥ୍ୟ ନଥିଲା ଚନ୍ଦ୍ରଦେବଙ୍କ ପାଖରେ। ନିଜର ସବୁ ଇଚ୍ଛାକୁ ନିଜ ଭିତରେ ରଖି ବିଦାୟ ଦେଲେ ପଣ୍ଡିତ ରାଜକୁ। ଦିଲ୍ଲୀକୁ ପଣ୍ଡିତ ରାଜ ଆସିଲେ। ଶାସ୍ତ୍ରାର୍ଥ ଦ୍ୱାରା, କାବ୍ୟର ଚପଳତା ଦ୍ୱାରା ସମ୍ପୂର୍ଣ୍ଣ ବିରୋଧୀମାନେ ମଧ୍ୟ ବାହା କରିବାକୁ ଲାଗିଲେ ପଣ୍ଡିତ ରାଜଙ୍କର। ତାଙ୍କର କାବ୍ୟ ପ୍ରତିଭାରେ ଖୁସି ହେଇ ଶାହଜାହାନ କହିଲେ, ହେ ପଣ୍ଡିତ ରାଜ, ତୁମେ ବହୁତ ଦିନ ରହିଲଣି, ମୁଁ ତୁମକୁ ତୁମେ କିଛି ମାଗିନା। ଆଜି କ'ଣ ମାଗ, ମୋର ଇଚ୍ଛା ଅଛି ଦେବା ପାଇଁ। ପଣ୍ଡିତ ରାଜ କ'ଣ କହୁଥିଲେ ରେ ନା? ପଢ଼ଉଥିଲେ ଦାରାଶିକୋ ଆଦିଙ୍କୁ ପଢ଼ଉଥିଲେ। ଦାରାଶିକୋଙ୍କ ପାଖରେ ଯେଉଁ ଆପଣ ଦେଖୁଛନ୍ତି ସବୁଠୁ ଲିବେରାଲ ବା ହିନ୍ଦୁ ଦର୍ଶନ ପ୍ରତି ଯାହାଙ୍କର ଅତୁଟ ଶ୍ରଦ୍ଧା ଥିଲା, ହିନ୍ଦୁ ଦର୍ଶନକୁ ଯିଏ ବିଭିନ୍ନ ଭାଷାରେ, ଫରାସୀ ଆରବୀ ଭାଷାରେ ଯିଏ କ'ଣ କରିଥିଲେ ନା ଅନ୍ୱୟ କରିଥିଲେ ବା ରୂପାନ୍ତରିତ କରିଥିଲେ ସଂସ୍କୃତ ଭାଷାରୁ, ସେଇ ଦାରାଶିକୋ ଜଗନ୍ନାଥ ପଣ୍ଡିତଙ୍କର ବନ୍ଧୁ ଥିଲେ, ଗୁରୁ ବି ଥିଲେ। ଜଗନ୍ନାଥ ପଣ୍ଡିତ ତାଙ୍କୁ ସମ୍ପୂର୍ଣ୍ଣ ଦର୍ଶନ ଶାସ୍ତ୍ର ଶିକ୍ଷା ଦେଇଥିଲେ। ଶିକ୍ଷା ଦେବା ପରେ ଥରେ ଶାହଜାହାନ କହିଲେ, ପଣ୍ଡିତ ମାଗ। ପଣ୍ଡିତ ଯେତେବେଳେ ମାଗୁଛନ୍ତି, କହିଲେ, ନବେ ନଜାଚେ ଗଜାଲିମ୍ ନବାବାଜି ରାଜମ୍ ନବିତ୍ତେ ସୁଚିତ୍ତମ ମଦୀୟମ୍ କଦାଚିତ୍ ଇୟମ୍ ସୁସ୍ତନି ମସ୍ତକନ୍ୟସ୍ତ କୁମ୍ଭା ଲବଙ୍ଗୀ କୁରଙ୍ଗୀ ଦୃଗଙ୍ଗୀ କରୋତୁ। ହେ ରାଜା, ଆପଣଙ୍କର କନ୍ୟା ଲବଙ୍ଗୀ ମୋର ଆବଶ୍ୟକ। ଏ ଯେଉଁ ସୁନ୍ଦର କନ୍ୟା ଲବଙ୍ଗୀକୁ ମୁଁ ଚାହୁଁଛି, ଦେଇପାରିବେ ଯଦି ଦିଅନ୍ତୁ। ଶାହଜାହାନ କିଛି କ୍ଷଣ ନୀରବ ରହିଲେ। କଥା ଦେଇଛନ୍ତି ପଣ୍ଡିତଙ୍କୁ ଯାହା ମାଗିବ ଆପଣ ଦେବା ପାଇଁ ପ୍ରସ୍ତୁତ ଥିଲେ। ଯେତେବେଳେ ଲବଙ୍ଗୀକୁ ମାଗିଛନ୍ତି, କହିଲେ, ଲବଙ୍ଗୀର ଯଦି ଇଚ୍ଛା ଅଛି, ମୋର ବାରଣ କରିବାର କିଛି ନାହିଁ ପଣ୍ଡିତଜୀ। ପଣ୍ଡିତଜୀ କହିଲେ, କିନ୍ତୁ ଆପଣ କୁଳାଚାରକୁ ଦେଖନ୍ତୁ, ଶିଷ୍ଟାଚାରକୁ ଦେଖନ୍ତୁ। ଆପଣ ବ୍ରାହ୍ମଣ, ଆପଣ କ'ଣ ଯବନ କନ୍ୟାକୁ ଗ୍ରହଣ କରିବେ? ପଣ୍ଡିତ କହିଲେ, ଆପଣ ଲୋକାଚାରକୁ ଭୁଲି ଯାଆନ୍ତୁ। ଆପଣ ଗୋଟିଏ ନୂତନତ୍ୱ ସୃଷ୍ଟି କରନ୍ତୁ। ଶାହଜାହାନଙ୍କ କନ୍ୟାଙ୍କୁ ବିବାହ କଲେ ପଣ୍ଡିତ ରାଜ। ବହୁତ ବଡ଼ ଧୁମଧାମରେ ବିବାହ ହେଇଗଲା। ବିବାହ ପରେ ଏମିତି ସମୟ ବିତି ଯାଇଛି। ସେତେବେଳେ ଔରଙ୍ଗଜେବ ଆକ୍ରମଣ କରିଛନ୍ତି। ଦାରାଶିକୋଙ୍କର କଟାସର ପହଞ୍ଚି ଯାଇଛି। ଖବର ଆସି ପହଞ୍ଚିଛି, ଔରଙ୍ଗଜେବ ଆକ୍ରମଣ କରିଛନ୍ତି, ଶାହଜାହାନଙ୍କୁ ବନ୍ଦୀ ବନେଇ ନେଇଛନ୍ତି। ଜଣେ ଦୂତ ଆସି ଖବର ଦେଲା, ହେ ପଣ୍ଡିତଜୀ, ଏବେ ଔରଙ୍ଗଜେବ ଶାସନ କରିବେ। ତୁମେ ଗୋଟେ କାମ କର, ଯମୁନା ନଦୀ ପାଖରେ ଡଙ୍ଗା ଲାଗିଛି, ତୁମେ ଲବଙ୍ଗୀକୁ ନେଇ ସେଇ ଡଙ୍ଗାରେ ତୁମେ ବାହାରକୁ ପ୍ରତ୍ୟାବର୍ତ୍ତନ କର। ସେଇ ଡଙ୍ଗାରେ ବସି ଲବଙ୍ଗୀ ଆଉ ପଣ୍ଡିତ ରାଜ ମଥୁରାରେ ପ୍ରବେଶ କଲେ। ମଥୁରାରୁ ବୃନ୍ଦାବନରେ ପ୍ରବେଶ କଲେ। ସେହି ବୃନ୍ଦାବନରେ ଥିବା ଅବସ୍ଥାରେ କ'ଣ କଲେ ନା, ପଣ୍ଡିତ ରାଜ 2ଟି ଗ୍ରନ୍ଥ ରଚନା କଲେ। ଗୋଟିଏ ଗ୍ରନ୍ଥ ହେଉଛି ଭାମିନୀ ବିଳାସ, ଆଉ ଗୋଟିଏ ହେଲା ରସ ଗଙ୍ଗାଧର। ଏ 2ଟି ଗ୍ରନ୍ଥକୁ ରଚନା କଲେ ପଣ୍ଡିତ ରାଜ। ରଚନା କରିବା ପରେ ଧୀରେ ଧୀରେ ତାଙ୍କର ମନ ଭରିଗଲା। ଭକ୍ତିର ଜାଗା ହେଉଛି ବୃନ୍ଦାବନ। ଜ୍ଞାନକୁ ମଧ୍ୟ ପଚାରନ୍ତି, ମାତ୍ର
ଜ୍ଞାନର ସେଭଳି ସ୍ଥାନ ନାହିଁ। ପଣ୍ଡିତ ରାତ କହିଲେ, କାଶୀ ଯିବା, ଜ୍ଞାନ ନଗରୀରେ ଯାଇ ପହଞ୍ଚିବା। କାଶୀରେ କ'ଣ ହେଲା ଆଗାମୀ ଅଧ୍ୟାୟରେ ଆମେ ଆଲୋଚନା କରିବା।